ଘଟଣା ହଉଛି ବୁଡ଼ିଆବୁ ଯାଇଥିଲେ କୁଣ୍ଡପୁର ହରିଶ୍ଚନ୍ଦ୍ର ଯୋଜନା ବାଣ୍ଟିବା ପାଇଁ ଆମର ଜଣେ କୁଣ୍ଡପୁର ଜଣେ ବାରିକ ଏକ୍ସପର୍ଟ କରିଛନ୍ତି। ତ ତାଙ୍କର ଆଜି 10 ଦିନ, ସେଥିପାଇଁ ସେ ତାଙ୍କ ଘରକୁ ନ ଯାଇକି ଉତ୍ତମ ମଣ୍ଡଳଙ୍କ ଘର ପାଖରେ ବସିଥିଲେ। ତାପରେ ସେ ଉତ୍ତମ ମଣ୍ଡଳ ଗଲେ ତାଙ୍କ ଘରକୁ ଡକୁମେଣ୍ଟ ଆଣିବା ପାଇଁ। ସେ ଭିତରେ ବିଜୟ ବେହେରା ମିସ୍ତ୍ରୀ ସିଏ ବୁଡ଼ିଆବୁଙ୍କ ପାଖରେ କାମ କରୁଥିଲେ। ସିଏ ତାଙ୍କର କିଛି ମିସ୍ତ୍ରୀ ଆଣିକି 10-15 ଜଣ ଆଣିକି ଜବରଦସ୍ତି ବୁଗୁଡ଼ିଆବୁଙ୍କୁ ତାଙ୍କ ଘର ପାଖରୁ ଘୁଷାରିକି ନେଇକି ତାଙ୍କୁ ପିଟାମରା କରିଛନ୍ତି। ଆଉ ମୁଁ ଏ ଖବର ଯେତେବେଳେ ପାଇଲି ମୁଁ ଯାଇକି ପହଞ୍ଚିଲି। ସେ ଯେ ଲୋକର ବିଜୟ ବେହେରା ଯେଉଁ ତାର ବ୍ୟାଙ୍କ ଷ୍ଟେଟମେଣ୍ଟ ଥିଲା ଆମ ପାଖରେ, ଯେଉଁ କାମ କରୁଥିଲା, ଆମେ କେତେ ଟଙ୍କା ତାକୁ ଦେଇଛୁ କ'ଣ କରୁଛୁ ସେ ବାବଦରେ ମୁଁ ଷ୍ଟେଟମେଣ୍ଟ ନେଇ ଗଲି। ତାଙ୍କୁ କହିଲି ପିଟିବା ଆଗରୁ ମୁଁ ତ ତମ ବ୍ୟାଙ୍କ ଷ୍ଟେଟମେଣ୍ଟ କେତେ ଟଙ୍କା ତମ ବ୍ୟାଙ୍କ ଖାତାକୁ ଯାଇଛି ଆମେ ବୁଗୁଡ଼ିଆକୁ ଦେଇଛନ୍ତି, ମୁଁ ତ ଦଉଛି, ଆପଣଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଦିଅନ୍ତୁ ନା। ମୁଁ ବ୍ୟାଙ୍କ ଷ୍ଟେଟମେଣ୍ଟ କିଛି ଦେବାର ନାହିଁ, ପଇସା ଦିଅ ନହେଲେ ମାଡ଼ ଖାଇବ କରିକି ମୋତେ ବି ବହୁତ ମାନେ ଭାଷା ଭାଷା କହି ଗାଳି ଦେଲେ। ଏବଂ ବୁଗୁଡ଼ିଆବୁଙ୍କୁ ସେଠି ପିଟାମରା କରୁଛନ୍ତି। ତାଙ୍କ ସ୍ତ୍ରୀ ନିଜେ ବୁଗୁଡ଼ିଆବୁଙ୍କ ତଣ୍ଟିକୁ ଚିପି ଧରିକି ତାଙ୍କ କଲର ଧରି ଘୁଷାରୁଛନ୍ତି। ସେ ଭିଡ଼ିଓ ବି ମଧ୍ୟ ଭାଇରାଲ ହେଉଛି ଆପଣମାନଙ୍କ ମାଧ୍ୟମରେ, ଆପଣମାନେ ସବୁ ଜାଣିପାରୁଥିବେ। ତେଣୁ ମୋର ନ୍ୟାୟ ଦରକାର। ମୁଁ ଆଇନର ଆଶ୍ରୟ ନେଇଛି ଏବଂ FIR ମଧ୍ୟ କରିଛି ଥାନାରେ।